ଯେତେବେଳେ ଓଡ଼ିଶାବାସୀ ଖୁସି ହୁଅନ୍ତି ଚାଷୀ ମହିଳା ଯୁବକ ଗରିବ ଲୋକମାନେ ଯେତେବେଳେ ଖୁସି ହୁଅନ୍ତି ସେତେବେଳେ ବିରୋଧୀମାନେ ଦୁଃଖୀ ହେଇଯାଆନ୍ତି। ଆପଣ ଦେଖନ୍ତୁ 4 ଦିନ ଧରି ବିଧାନସଭାକୁ ବିରୋଧୀମାନେ ବନ୍ଦ କରି ଚାଲିଛନ୍ତି। କ'ଣ ପାଇଁ ବନ୍ଦ କରିଛନ୍ତି? ଏ ଯେଉଁ ଲୋକାଭିମୁଖୀ କାର୍ଯ୍ୟକ୍ରମ ଆମ ସରକାରଙ୍କର ଏ ଯେଉଁ ବଜେଟ୍ 3,10,000 କୋଟିର ବଜେଟ୍ ଯେଉଁଥିରେ କି ଉପକୃତ ହେବେ ଯୁବକ ମହିଳା କୃଷକ ଏବଂ ଗରିବ ଲୋକ ସବୁ ବର୍ଗର ଲୋକମାନେ ଉପକୃତ ହେବେ। ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ପିଇବା ପାଣିଠୁ ଆରମ୍ଭ କରି ହସ୍ପିଟାଲ ଏବଂ ଆୟୁର୍ବେଦିକ ହସ୍ପିଟାଲଠୁ ଆରମ୍ଭ କରି ହୋମିଓପାଥି ହସ୍ପିଟାଲ ସବୁ ମେଡିକାଲ କଲେଜ ଏ ଯେଉଁ ପ୍ରକାର ଭିତ୍ତିଭୂମିର ବିକାଶ ହେଉଛି ଏ ଦେଖି ବିରୋଧୀମାନେ ସହିପାରୁନାହାନ୍ତି। ଇଏ ଗୋଟେ କୌଣସି ପ୍ରକାର ଆଳ ଦେଖାଇ ବିଧାନସଭାକୁ ବନ୍ଦ କରୁଛନ୍ତି ଅଚଳ କରୁଛନ୍ତି ଯାହାକି ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ଲୋକମାନଙ୍କ ଟିକସ ପଇସାରେ ଯେଉଁ ବିଧାନସଭା ଚାଲିଛି ତାକୁ ସେମାନେ ଅଚଳ କରିଦେଉଛନ୍ତି। ଏମାନେ ବିକାଶ ବିରୋଧୀ। ଦେଖନ୍ତୁ ସେମାନେ ଧାନ କଥା କହୁଛନ୍ତି କିନ୍ତୁ ମୁଲତବୀ ପ୍ରସ୍ତାବ ଦେଉଛନ୍ତି କିନ୍ତୁ ଆଲୋଚନାକୁ ଆସୁନାହାନ୍ତି ଯାଇକି ବନ୍ଦ କରିଦେଉଛନ୍ତି। ତାର ଏଥିରେ ସ୍ପଷ୍ଟ ପ୍ରମାଣ ହେଉଛି ସେମାନେ ଓଡ଼ିଶା ଲୋକମାନଙ୍କର ଚାଷୀମାନଙ୍କର ମହିଳାମାନଙ୍କର ବିକାଶ ଚାହୁଁନାହାନ୍ତି। ସେମାନେ କୌଣସି ଆଳରେ ସେମାନେ ଗୋଟେ ବାହାନା କରି ହାଉସକୁ ବନ୍ଦ କରୁଛନ୍ତି ଏବଂ ବିଜେଡି ଏବଂ କଂଗ୍ରେସ ଭିତରେ ଗୋଟେ ତାଙ୍କର ଚାଲିଛି କମ୍ପିଟିସନ ଚାଲିଛି କିଏ ମୁଖ୍ୟ ବିରୋଧୀ ଦଳ ହେବ। କଂଗ୍ରେସ ଯୋଉ ଧାରାରେ ଯାଉଛି କଂଗ୍ରେସ ଆଗେ ୱାକଆଉଟ୍ କରି ପଳେଇବେ ତା ପଛେ ବିଜେଡି ୱାକଆଉଟ୍ କରି ପଳେଇବ। ତାଙ୍କର କୌଣସି ମୁଦ୍ଦା ନାହିଁ। ଆମ ସରକାର 2036 ମସିହା ସୁଦ୍ଧା ଯେ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖିଛି ଏବଂ 2047 ମସିହା ସୁଦ୍ଧା ବିକଶିତ ରାଷ୍ଟ୍ର ସ୍ୱପ୍ନ ଆମ ସରକାର ଦେଖୁଛି। ଡବଲ ଇଞ୍ଜିନ ସରକାର ଦେଖୁଛି। ଇଏ ସହି ପାରୁନାହାନ୍ତି। ତେଣୁ ଏମାନେ ଖାଲି ରୋଗ ଜାଳିଆରେ ତାଟିଆ କାମୁଡୁଛନ୍ତି।